ପିଲାମାନେ ତମ ସମସ୍ତଙ୍କୁ ମୁଁ ସ୍ୱାଗତ କରୁଛି ମୋ ୟୁଟ୍ୟୁବ ଚ୍ୟାନେଲ ତ +2 ସେକେଣ୍ଡ ଇୟର ଆର୍ଟ୍ସ ପିଲା ସାଇନ୍ସ କମର୍ସ ତ ଆର୍ଟ୍ସ ସାଇନ୍ସ କମର୍ସ ରେଗୁଲାର ରେଗୁଲାର ପିଲା ସମସ୍ତ ଛାତ୍ରଛାତ୍ରୀଙ୍କୁ ସ୍ୱାଗତ କରୁଛି ପିଲାମାନେ ତ କଣ ନା ତମମାନଙ୍କ ପାଇଁ ଦରଖାସ୍ତ ନେଇ ଆସିଛି ତ ଏକ୍ଜାମ ରହିଲା ଅଳ୍ପ ଦିନ ତ ଦରଖାସ୍ତ କେମିତି କଣ ଲେଖିବ ଆଲୋଚନା କରିଦବା ଟିକେ ପିଲାମାନେ ତ ସମସ୍ତଙ୍କୁ ଗୁଡ ମର୍ଣ୍ଣିଂ ଜୟ ଜଗନ୍ନାଥ ଜୟ ଶ୍ରୀରାମ ରାଧେ ରାଧେ ପିଲାମାନେ ତ ଚାଲ ଆମେ ଷ୍ଟାର୍ଟ କରିଦବା ଆଜିର କ୍ଲାସକୁ ତ ପିଲାମାନେ ଦରଖାସ୍ତ କେମିତି ଲେଖିବା ତ ଯୋଉ ପିଲା ଦରଖାସ୍ତ ପ୍ରାୟ ପିଲା ଦରଖାସ୍ତ ଲେଖି ଜାଣିନାହାନ୍ତି ତ ସମସ୍ତେ ଜାଣିଛନ୍ତି କିଛି ପିଲା ଜାଣିନାହାନ୍ତି ଯେ ସମସ୍ତେ ବି ତମେ ଦେଖିନିଅ ଯୋଉମାନେ ଜାଣିଛ ବି ଦେଖିନିଅ କାହିଁକିନା ତମର ଡାଉଟ ବି କ୍ଲିୟର ହେଇଯିବ ବୁଝିଲା ଯେତିକି ଜାଣିଛ ଆଉ ଟିକେ ଭଲ କି ଜାଣିଦବ ଡାଉଟ କ୍ଲିୟର ହେଇଯିବ ପିଲାମାନେ ତ ଚାଲ ଆମେ ଷ୍ଟାର୍ଟ କରିବା ଭିडियो ଦେଖିବା ପୂର୍ବରୁ ଚ୍ୟାନେଲ ନୂଆ ଥିଲେ ସବସ୍କ୍ରାଇବ କରିଦବ ବେଲ ଆଇକନକୁ ଦବାଇ ଦବ ନୂଆ ନୋଟିଫିକେସନ ପାଇଁ ଲାଇକ୍ ସେୟାର କରିଦବ ତ ପିଲାମାନେ କ୍ୱେଶ୍ଚିନ୍ ଆନ୍ସର କରିଦେଇଛି ଆମେ ଆଲୋଚନା କରିବା କ୍ୱେଶ୍ଚିନ୍ ଆନ୍ସର ତ ଦରଖାସ୍ତ ତ କାହା ଉପରେ ସେ ଦରଖାସ୍ତ ଅଛି ନା ତୁମ ଅଞ୍ଚଳରେ ଜଳ କଷ୍ଟ ଦୂର କରିବା ପାଇଁ ଉଚ୍ଚ କର୍ତ୍ତୃପକ୍ଷକୁ ଦରଖାସ୍ତ ମାନେ କଣ ମାନେ ବୁଝିବା ଆମେ ଅଞ୍ଚଳରେ ଜଳ କଷ୍ଟ ଦୂର କରିବା ମାନେ ଜଳ ପାଣି ଆମର ନାହିଁ ତ ପାଣି ପିଇବା ପାଇଁ ଗାଧେଇବା ପାଇଁ କି ଯାହା ସଫାସଫି କରିବା ପାଇଁ ପାଣି ବହୁତ ଅସୁବିଧାରେ ପଡୁଛୁ ଆମେ ଜଳ କଷ୍ଟ ତ ସେଇ ପାଣି ଅସୁବିଧାରୁ ଆମକୁ ଦୂର ମାନେ ପାଣି ଯୋଗାଇ ଦିଆଯାଉ ନଳକୂପ ଖୋଳା ଯାଉ ତ କଣ ନା ଏଇ ସବୁ କରିବା ପାଇଁ ଆମେ ଉଚ୍ଚ କର୍ତ୍ତୃପକ୍ଷକୁ ଗୋଟେ ଦରଖାସ୍ତ ଲେଖିବା ପ୍ରଥମେ କଣ ଲେଖିବା ନା ସମ୍ମାନନୀୟ ଶ୍ରୀଯୁକ୍ତ କଣ ନା ସମ୍ମାନନୀୟ ମାନେ ଯେହେତୁ ଆମେ ସେ ଯେହେତୁ ବଡ ତ ଆମେ ସମ୍ମାନନୀୟ ଦେଇକି ଆମେ ତାକୁ ପ୍ରଥମେ ସମ୍ବୋଧନ ଜଣାଇବା ତ ସମ୍ମାନନୀୟ ଶ୍ରୀଯୁକ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀ ସାଲେପୁର କଟକ ତ ଗୋଷ୍ଠୀ ଉନ୍ନୟନ ଅଧିକାରୀ ତ ତମର ଯାହା ଜିଲ୍ଲା ତମେ ଲେଖିବ ତାପରେ ସାଲେପୁର ଗ୍ରାମ ପଞ୍ଚାୟତର ସରପଞ୍ଚ ତମ ଗ୍ରାମ ପଞ୍ଚାୟତ ଯାହା ତମେ ସେ ଲେଖିବ କୋଉ ଅଞ୍ଚଳର ଗ୍ରାମ ପଞ୍ଚାୟତ ସରପଞ୍ଚଙ୍କ ଯେହେତୁ ସରପଞ୍ଚକୁ ଦବ ତ ସରପଞ୍ଚଙ୍କ ଜରିଆରେ ସରପଞ୍ଚଙ୍କ ଜରିଆରେ ତାଙ୍କୁ ଦବ ଉଚ୍ଚ କର୍ତ୍ତୃପକ୍ଷକୁ ତମେ ତ ଡାଇରେକ୍ଟ ଦବନି ସରପଞ୍ଚ ଦବ ତମ ଗ୍ରାମ ପଞ୍ଚାୟତରେ ଯିଏ ସରପଞ୍ଚ ସେ ନେଇ ଉଚ୍ଚ କର୍ତ୍ତୃପକ୍ଷକୁ ଦେବେ ତ ବିଷୟ କଣ ତ ବେସିକାଲି ଦରଖାସ୍ତରେ ଇମ୍ପୋର୍ଟାଣ୍ଟ ବିଷୟ ଆଉ ଇତି ତଳେ ଅଛି ତ କହିଦେବି ସେଇଟା ଠିକଣା କଣ ତ ବିଷୟ କହିଦେଲା ନା ଜଳ ଯୋଗାଣ ସବୁ ଯେହେତୁ ଆମର ଜଳ ପାଇଁ କଷ୍ଟ ହଉଛି ପାଣି ପିଇବା ଅସୁବିଧା ହଉଛି ତ ସେଥିପାଇଁ ଜଳ ଯୋଗାଣ ସମ୍ପର୍କରେ ଆମେ ଗୋଟେ କଣ ନା ଦରଖାସ୍ତ ଲେଖିବା ମହାଶୟ ନିବେଦନର କାରଣ ଏହିକି ଯେ ଆମ୍ଭେ ସାଲେପୁର ଗ୍ରାମ ପଞ୍ଚାୟତର ନିମ୍ନ ସ୍ୱାକ୍ଷରକାରୀ ଅଧିବାସୀ ମାନେ ପିଇବା ପାଣି ଜନିତ ଅସୁବିଧା ହେତୁ ଆପଣଙ୍କର ଦୃଷ୍ଟି ଆକର୍ଷଣ କରୁଅଛୁ ଆମର ଏହି ପଞ୍ଚାୟତ ସାଲେପୁର ବ୍ଲକ ଅନ୍ତର୍ଗତ ସର୍ବୃହତ ପଞ୍ଚାୟତ ଅଟେ କଣ ନା ଆମର ଏଇ ପଞ୍ଚାୟତଟି ସାଲେପୁର ବ୍ଲକ ଅନ୍ତର୍ଗତ କଣ ସର୍ବୃହତ ପଞ୍ଚାୟତ ଅଟେ ପ୍ରାୟତଃ 10,000ରୁ ଉର୍ଦ୍ଧ୍ୱ ଲୋକେ ଏହି ପଞ୍ଚାୟତ ମାନେ 10,000 ଲୋକ କଣ ନା ଏଇ ପଞ୍ଚାୟତରେ ବସବାସ କରନ୍ତି ପଞ୍ଚାୟତର ଅଧିକାଂଶ ଅଧିବାସୀ ଦାରିଦ୍ର୍ୟ ସୀମାରେଖା ତଳେ ମାନେ ଅଧିକାଂଶ ଅଧିବାସୀ ଗରିବ ଲୋକ ବି ଅଛନ୍ତି ମାନେ ଦାରିଦ୍ର୍ୟ ସୀମାରେଖା ତଳେ ଓ ମୂଳ ମଜୁରୀ ଲାଗି ଜୀବିକା ନିର୍ବାହ ମୂଳ ମଜୁରୀ ଲାଗି ମଧ୍ୟ ସେମାନେ କଣ ନା ତାଙ୍କର ଜୀବିକା ନିର୍ଭର ସେ କରୁଛନ୍ତି ଆମ ଗ୍ରାମରେ ପାନୀୟ ଜଳ ପାଇଁ କୌଣସି ପ୍ରକାର ସ୍ଥାୟୀ ବ୍ୟବସ୍ଥା ନଥିବାରୁ ଲୋକମାନେ ବଡ ହଇରାଣର ସମ୍ମୁଖୀନ ହଉଛନ୍ତି ଯେହେତୁ ଗ୍ରାମରେ ଜଳ ନାହିଁ ଜଳ ନଥିଲେ ମଣିଷ କଣ ମରିଯିବ ତ ଜଳ ବିନା ସବୁ କିଛି ଅସମ୍ଭବ ତ ଯେହେତୁ ସେ ଗ୍ରାମରେ ଜଳ ନାହିଁ ତ ତାଙ୍କର ବହୁତ ପ୍ରକାର ନିଶ୍ଚିତ ଅସୁବିଧା ମଧ୍ୟ ହଉଥିବ ଏବଂ ହଇରାଣରେ ସେ ବହୁତ ସମ୍ମୁଖୀନ ହେଉଛନ୍ତି ଗ୍ରାମର କୂଅ ଗୁଡିକ କଣ ହୁଏ ନା ଗ୍ରୀଷ୍ମ ଦିନେ ଶୁଷ୍କ ହୋଇଯାଏ ଗ୍ରୀଷ୍ମ ଦିନେ ସେ ଶୁଖିଯାଏ ପାଣି ଗୁଡାକ ଲୋକମାନେ ବାଧ୍ୟ ହେଇ ପୁଷ୍କରିଣୀ ମାନେ କଣ ନା ଯୋଉ ଗାଡିଆ ତ ଗାଡିଆ ଜଳ ବ୍ୟବହାର କରିବା ହେତୁ ପ୍ରତିବର୍ଷ ଗାଡିଆ ଜଳ ଯେତେ ଅପରିଷ୍କାର ସେଇ ପାଣି ପିଉଛନ୍ତି ଗାଧଉଛନ୍ତି ସେ ଅତିରିକ୍ତ ବ୍ୟବହାର କରିବା ଯୋଗୁ ସେ କଣ ନା ପ୍ରତିବର୍ଷ ସେ ବିଭିନ୍ନ ରୋଗରେ ଆକ୍ରାନ୍ତ ହେଇ ମୃତ୍ୟୁ ମୁଖରେ ପଡନ୍ତି ବେସିକାଲି ଲେଖିବା ଆଉ ଗୋଟେ ପଏଣ୍ଟ ମୁଁ କହୁଛି ତମକୁ ଲେଖିବା ତା ବେସିକାଲି ତମର କଣ ନା ଅଧିକାଂଶ ବର୍ଷା ଦିନେ ଜଳ ଅଭାବର ସମ୍ମୁଖୀନ ହବାକୁ ପଡିଥାଏ ଏବଂ
ଆମେ ସେଇ ଅପରିଷ୍କାର ପାଣି ପିଇକି ଆମକୁ ବହୁତ ରୋଗ ହୋଇଥାଏ। ପାନୀୟ ଜଳ ଆମ ଅଞ୍ଚଳରେ ଏକ ଉତ୍କଟ ସମସ୍ୟା କଣ ଏକ ଉତ୍କଟ ସମସ୍ୟା ଭାବେ ଉଭା ହୋଇଛି। ଆମ ଅଞ୍ଚଳ ପାଇଁ ଜଳ ସମସ୍ୟାର ସ୍ଥାୟୀ ସମାଧାନ ସହିତ ଅସ୍ଥାୟୀ ଭାବେ ଟ୍ୟାଙ୍କର ଜରିଆରେ ପାନୀୟ ଜଳ ଯୋଗାଣର ବ୍ୟବସ୍ଥା କରିବାକୁ ବିନମ୍ର ନିବେଦନ କରୁଛନ୍ତି। ଏଣୁ ଆପଣଙ୍କ ସବିନୟ ଅନୁରୋଧ କରୁଅଛି କି ଆପଣ ଆମ ଅଞ୍ଚଳ ପ୍ରତି ସଦୟ ହୋଇ ଜଳ ସମସ୍ୟାର ଦିଗରେ ସୁବ୍ୟବସ୍ଥା କଲେ ଆମ୍ଭେ ଚିରପ୍ରକୃତ ହେବୁ। ଇତି ଆପଣଙ୍କର ବିଶ୍ୱସ୍ତ ସାଲେପୁର ଗ୍ରାମର ଅଧିବାସୀ। ତମର ଯୋଉ ଗ୍ରାମର ଅଧିବାସୀ ତମେ ଲେଖିବ ଗଙ୍ଗାଧର ବିଶ୍ୱାଳ, ରବୀନ୍ଦ୍ର ବାରିକ, ପୁରୁଷୋତ୍ତମ ରାଉତ, ଗଙ୍ଗାଧର ସ୍ୱାଇଁ। ତୁମ କିଛି ବଡ ଲୋକଙ୍କ ନାମ ଲେଖିବ, ତାପରେ ସାଇଡରେ ଲେଖିବ ତମର କୋଉ ଗ୍ରାମ ପଞ୍ଚାୟତ, ତାରିଖ ଦବ। ତାପରେ ଆସିଲା ଠିକଣା। ତ ଯେହେତୁ ତାକୁ ଦଉଛ ଠିକଣା ଗୋଟେ ଆବଶ୍ୟକ, ଠିକଣା କଣ ଲେଖିବ ଠିକଣା ଟିକଟ ପ୍ରେରକ ଗ୍ରାହକ। ବୁଝି ହେଲା? ଗ୍ରାହକ ମାନେ ତମେ ଯୋଉମାନେ ଯୋଉ ଅଞ୍ଚଳ ଲୋକ ଯାହାର ପାଣି କଷ୍ଟ ପ୍ରେରକ ମାନେ ଯୋଉ ଏମାନେ କିଏ କହିଲ ସରି ପ୍ରେରକ ହଉଛି ତମେ ନିଜେ, ଗ୍ରାହକ ହଉଛି ଗୋଷ୍ଠୀ ଉନ୍ନୟନ ଅଧିକାରୀ ମାନେ। ବୁଝିହେଲା? ଯାହାକୁ ଦବ ଗୋଷ୍ଠୀ ଉନ୍ନୟନ ଅଧିକାରୀ। ସାଲେପୁର କଟକ ପିନ୍ ନମ୍ବର ତାଙ୍କର, ତମ ପିନ୍ ନମ୍ବର ଦେଇକି ତମମାନେ ଠିକଣାଟିକୁ ପଠେଇବ। ବୁଝିହେଲା? ତ ଇଏ ଥିଲା ତମ ଦରଖାସ୍ତ, ବହୁତ ଗୁରୁତ୍ୱପୂର୍ଣ୍ଣ, ତାକୁ ପଢିବ। ତ ଏଇ କିଛି କହି ହଉନି, ଏଇ କୋଶ୍ଚିନ୍ ବି ତମର ଆସିପାରେ। ଏମିତି ଟାଇପର କୋଶ୍ଚିନ୍ ଆସିଲେ ତମେ ଏମିତି କରିବ। ଫାଷ୍ଟ ସମ୍ମାନନୀୟ, ତାପରେ ବିଷୟ, ତାପରେ ମହାଶୟ, ତାପରେ ନିବେଦନ ଏଣୁ ବିନୀତ, ତାପରେ ଇତି ଯଦି ଆଉ କଣ ପଠେଇବାକୁ ତାହେଲେ ଠିକଣା ପ୍ରେରକ ଗ୍ରାହକ। ତ ବହୁତ ଗୁରୁତ୍ୱପୂର୍ଣ୍ଣ। ଭିଡିଓଟି ଭଲ ଲାଗିଥିଲା ପିଲାମାନେ ସମସ୍ତେକୁ ଲାଇକ୍ ସେୟାର ସବସ୍କ୍ରାଇବ କରିଦବ ଏବଂ ସମସ୍ତଙ୍କୁ ସେୟାର କରିଦବ। ଯେହେତୁ ଏକ୍ଜାମ ପାଖେ ହେଲା, ଅଳ୍ପ ଦିନ ରହିଲା ପିଲାମାନେ, ତମର ଯେତେ ପଢିବ ବୁଲାବୁଲି ନ କରି ସେତେ ତମ ପାଖରେ ବହୁତ ଭଲ। ତ ରହୁଛି ଧନ୍ୟବାଦ। ଜୟ ଜଗନ୍ନାଥ।